ଘରର ସମ୍ମୁଖ ଭାଗରେ କୁଣ୍ଡରେ ମଧ୍ୟ କିଛି ଫୁଲ ଗଛ କରାଯାଇପାରେ। ଫଳ ଗଛ କିଛି ଲଗେଇଛି କୁଣ୍ଡରେ ବାହାରେ ସାମ୍ନା ପଟେ ହେଲେ ସୌନ୍ଦର୍ଯ୍ୟ ବଢ଼େ। ଇଏ ଯେଉଁ ସାଇକାସ୍ ଗଛ ଏସବୁ ଲେମ୍ବୁ ବି କୁଣ୍ଡରେ ଲଗେଇଛି। ରାଧା ତମାଳ ଗଛ ଅଛି। ସବୁ ବିଭିନ୍ନ ପ୍ରକାର କାଗଜି ଫୁଲଠୁ ଆରମ୍ଭ କରି ସବୁ ପ୍ରକାର ଫୁଲ ଏଠି ରହିଛି। ତେଣୁ ଫାର୍ମରେ ଏସବୁ ଗଛ ଲଗେଇଲେ ବହୁତ ସୁନ୍ଦର ଦିଶେ। ଆଉ ଥରେ ସକାଳ ସନ୍ଧ୍ୟା ବୁଲି ଆସିଲେ ମନ ଭରିଯାଏ। ବ୍ରହ୍ମକମଳ ଗଛ ଦେଖନ୍ତୁ କେମିତି ହେଲାଣି। କଢ଼ ଗୁଡ଼େ କଢ଼ ଆସିଲାଣି। ଏ ଦେଖନ୍ତୁ ଫୁଟିବ ଅଳ୍ପ ଦିନ ଭିତରେ ବ୍ରହ୍ମକମଳ ଫୁଟିବ। ଏଇଟା ହେଉଛି ସମ୍ମୁଖ ଭାଗ ଫୁଲ ବଗିଚା। ତା ଭିତରେ ବିଭିନ୍ନ ପ୍ରକାର ଶୀତ ଦିନିଆ ଗଛ ହେଇଥିଲା, ସେସବୁ ଗଲା ପରେ ଏବେ ଖରା ଦିନରେ ମୁଁ କିଛି ଗେଣ୍ଡୁ ଗଛ ମଧ୍ୟ ଲଗେଇଛି। ଏ ଗେଣ୍ଡୁ ଗଛ ଯଦି ଖରାଦିନେ ଫୁଲ ହେବ ବଗିଚାଟି ନିଶ୍ଚିତ ଭାବରେ ସୁନ୍ଦର ଦିଶିବ। ଗୋଟେ ଲଙ୍କା ମନ୍ଦାର ଗଛ ଦେଖନ୍ତୁ ବହୁତ ଫୁଲ ଫୁଟେ ଆଉ ଭାରି ସୁନ୍ଦର ଦିଶେ। ଗେଟ୍ ପାଖରେ ଗୋଟେ କାଗଜି ଗଛ ଅଛି, ସେ ବି ଫୁଲ ଫୁଟିଲେ ବହୁତ ସୁନ୍ଦର ଦିଶେ।